କରିପାରିବନି। ଯୋଉଦିନ ପ୍ରଥମେ ଅନାମିକାକୁ ଏ ଘରକୁ ନେଇ ଆସିଥିଲି ସେଟା ତ କହିଥିଲି ସେ ଗୋଟେ କୋଠିର ଝିଅ, ସେଟା ତ କିଏ ଘୃଣା କରୁନଥିଲି। ଆଜି କାହିଁକି ଚରିତ୍ରହୀନ ବେଶ୍ୟା କରି ଘୃଣା କରୁଛ? ସେତେବେଳେ ଆମେ ତୋ ପସନ୍ଦକୁ ବିଶ୍ୱାସ କରୁଥିଲୁ, କିନ୍ତୁ ସିଏ ଏବେ ଗୋଟେ ଚରିତ୍ରହୀନ ବୋଲି ଆମେ ପ୍ରମାଣ ପାଇସାରିଛୁ। କି ପ୍ରମାଣ ପାଇସାରିଛ? ବର୍ତ୍ତମାନ ସେ ଗର୍ଭବତୀ। So what? ସେ ଜଣେ ବିବାହିତା ପତ୍ନୀ, ଆଉ ଜଣେ ବିବାହିତା ପତ୍ନୀ ଗର୍ଭବତୀ ହବା ସ୍ୱାଭାବିକ କଥା। କିନ୍ତୁ ତମ ଦୁଇଙ୍କର ଆଉଥରେ ବାହାଘର ହବ ବୋଲି ତମକୁ ଅଲଗା ରଖାଯାଇଥିଲା। ଏହି ପରିପ୍ରେକ୍ଷୀରେ ସେ ଗର୍ଭବତୀ ହବା କଣ ବୁଝେଇ ଦଉନି ଯେ ରଙ୍ଗ ଗୋଟିଏ ସେ ତା ଚରିତ୍ରକୁ କଳାଇ କରିଛି ବୋଲି? ନା ଅନାମିକା ତା ଚରିତ୍ର କଳା କରିଛି, ନା ସେ ଚରିତ୍ରହୀନ। ସେ ମୋ ସ୍ତ୍ରୀ, ମୁଁ ତା ସ୍ୱାମୀ, ଆଉ ତା ଗର୍ଭ ପାଇଁ କେବଳ ମୁଁ ହିଁ ଦାୟୀ। ମାନେ ମାନେ ଆମେ ବି ଅଲଗା ରହୁଛୁ ସତ, କିନ୍ତୁ ଆମ ଭିତରେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ହେଇସାରିଛି। ଆରେ ତମେ ତଳକୁ ମୁହଁ ଖୋଲି ଯାଇଛ କଣ? ତମେ ମା ହବୁ ଯାଉଛ, ମୁଁ ବାପା। ଏ ଖୁସି ଖବରଟା ପ୍ରଥମେ ମତେ ଜଣେଇବା କଥା ନା। ଏଇ ତରୁଣ, ତୁ ସତ କହୁଛୁ? ସତ କହୁଛୁ ବାବା? ମିଛ କହିବି କେମିତି ଦାଦା? ତରୁଣ ଧମରେ କେମିତି ଗୋଟେ ଖରାପ ଝିଅକୁ ମୁଁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କରିବି? ଅନାମିକା ରଙ୍ଗପଟ ଝିଅ ସତ, କିନ୍ତୁ ସେ ଗଙ୍ଗା ଜଳ ପରି ପବିତ୍ର। ତେଣୁ ତମେ ମାନେ ତା କୂଳ ବୋହୂ ଭାବରେ ଗ୍ରହଣ କରିଦିଅ। ହଁ, ଆଜିଠୁ ଆମେ ଆଉ ଅଲଗା ବି ରହିବୁନି। ସେଇଥିପାଇଁ ତମେ ନିଜ ମନକୁ ବୁଝେଇ ଦିଅ, ଅନାମିକା ଆଉ ରଙ୍ଗପଦାର ରଙ୍ଗ ନାୟିକା ନୁହଁ, ସେ ପଟ୍ଟନାୟକ ବଂଶର କୂଳ ନାୟିକା। रंग बजार